ସକାଳୁ ସକାଳୁ ଆଜି ଖାଦ୍ୟ ଖୋଜିବାକୁ ବଜାର ଆଡ଼କୁ ଟିକେ ଯାଇଥିଲି ଯେ ଦେଖିଲି ଟମିକୁ ଧରି ଲୋକମାନେ ଖୁବ୍ ଖୁସିରେ ବୁଲୁଛନ୍ତି। ଗାଲକୁ ଗାଲ ଓଠକୁ ଓଠ ଯୋଡ଼ି ଫଟୋ ଉଠାଉଛନ୍ତି। କାରଣ କ'ଣ ଜାଣିପାରିଲେନି। ଟିକେ ଅଟକି ଗଲି। କିଛି ସମୟ ପରେ ଶୁଣିବାକୁ ପାଇଲି ଆଜି ହେଉଛି ନ୍ୟାସନାଲ ଡଗି ଡେ, ମାନେ କୁକୁର ଦିବସ। ଏଇଟା ଗୋଟେ ପୁଣି କ'ଣ? ଢଗ ଢଗ କିନା ଘରକୁ ଫେରି ଟିପୁକୁ ପଚାରିଲି, କିରେ ଆମ କୁକୁରମାନଙ୍କ ପାଇଁ ଗୋଟେ ଦିନ ଅଛି? କିଛି ସମୟ ନୀରବରେ ଭାବିଲି, ପରେ କହିଲି, ନା ରେ, ଏସବୁ ଦିନ କେବଳ ତୁମରି ମାନଙ୍କ ପାଇଁ। କାରଣ ତୁ ଜନ୍ମ ହୋଇଥାଉ ଶୀତତାପ ନିୟନ୍ତ୍ରିତ କୋଠରୀର ଏକ ମଖମଲ ତୁଳାର ବାକ୍ସ ଭିତରେ। ତୁ ଗାଧୋଉ ବାସନା ଯୁକ୍ତ ସାମ୍ପରେ। ତୁ ଖାଇଥାଉ ବଜାରରେ ବିକ୍ରି ହେଉଥିବା ଦାମୀ ଦାନା ଚିକେନ ମଟନ ଭଳି ସୁଆଦିଆ ଖାଦ୍ୟ। ଆଉ ତୁ ଶୋଉ ଡଲ୍ଲପ ପଲଙ୍କ ଉପରେ ମଣିଷ ମାନଙ୍କ ଭିତରେ। ମୋ ପାଇଁ ଏ ଦିନ ନୁହେଁ। ମୁଁ କୁକୁର ଭିତରେ ଗଣା ନୁହେଁ, କାରଣ ମୁଁ ହେଲି ଅଛୁଆଁ। ମୋ ପାଇଁ କେବଳ ଅଇଁଠା ପତ୍ର ଆଉ ଗରମ ପାଣି ଥୁଆ। ମୋର ଜନ୍ମ ତ ପ୍ରଧାନ ବୁଢ଼ାର ଘଷିବାଡ଼ି ପଛରେ। ଗାଧୋଇବାକୁ ପାଣି ଟୋପେ ମିଳେନି। ଦେହ ମୋର ଗନ୍ଧାଉଥାଏ। ଖାଦ୍ୟ ଖାଏ ତ ବାବୁ ଖାୟା ମାଲିକଙ୍କ ବଳକା ଅଇଁଠା ଖାଦ୍ୟ। ପେଟ ବିକଳରେ ଯଦି କାହା ଘରେ ପଶିଯାଏ ତ ତାହେଲେ ଗରମ ପାଣିର ଛାଟ ଖାଇବାକୁ ପଡ଼ିଥାଏ। ଆଉ ଶୁଏ ରାଜରାସ୍ତାର କଡ଼ରେ। ମୋ ପାଇଁ ଏ ଦିନ କିଏ ମନେଇବ ରେ? ମୋ ପାଇଁ ସବୁଦିନ ସମାନ। ମନରେ ଦୁଃଖ କରନି ରେ। ତୁ ପରା ମୋରି ଭାଇ। ଯା, ତୁ ଖୁସି ହ। ମୁଁ ଯାଉଛି।